କାହାଣୀ ସୁଦଶା ବ୍ରତ କଥା। କିମ୍ବଦନ୍ତୀ ଅନୁସାରେ ସୁଦଶା ବ୍ରତ ସତ୍ୟ ଯୁଗରୁ ପାଳନ ହୋଇ ଆସୁଅଛି। ପୌରାଣିକ କଥା ଅନୁସାରେ ରାଜା ବିକ୍ରମସେନଙ୍କର ପତ୍ନୀ ରାଣୀ ରତ୍ନାବତୀ ଥିଲେ। ତାଙ୍କର ମନ୍ତ୍ରୀ ଥିଲେ ତ୍ରିକୁଟେଶ୍ୱର। ମନ୍ତ୍ରୀଙ୍କର ପତ୍ନୀଙ୍କ ନାମ ଥିଲା ପଦ୍ମାବତୀ। ଦିନେ ରାଣୀ ରତ୍ନାବତୀ ଓ ପଦ୍ମାବତୀ ଜଙ୍ଗଲ ମଧ୍ୟକୁ ବୁଲିବାକୁ ଯାଇଥିଲେ। ସେଠାରେ ସେମାନେ ଦେଖିଲେ କେତେଜଣ ଅପ୍ସରା ପୂଜା କରୁଛନ୍ତି। ରାଣୀ ସେମାନଙ୍କୁ ଏହା କ'ଣ ଏବଂ କାହାର ପୂଜା ବୋଲି ପଚାରିବାରୁ ସେମାନେ କହିଲେ, ଆମେ ସୁଦଶା ବ୍ରତ ପୂଜା କରୁଛୁ। ଏହାକୁ କଲେ ଶ୍ରୀ ମହାଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ, ସମୃଦ୍ଧି ଓ ସୁଖ ଶାନ୍ତି ମଧ୍ୟ ପ୍ରାପ୍ତ ହୁଏ। ଏହା କହି ସେମାନେ ବ୍ରତର ବିଧାନ ରାଣୀଙ୍କୁ ବତାଇ ଦେଲେ। ଅପ୍ସରାଙ୍କଠାରୁ ସମସ୍ତ ବିବରଣୀ ଶୁଣି ସେହିଦିନଠାରୁ ରାଣୀ ରତ୍ନାବତୀ ଓ ପଦ୍ମାବତୀ ବ୍ରତକୁ କରିବାକୁ ଲାଗିଲେ। ସେହିଦିନଠାରୁ ସୁଦଶା ବ୍ରତର ପ୍ରଚଳନ ଚଳି ଆସୁଛି। ଧନ୍ୟବାଦ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।